ପଲିଟିକାଲ ସାଇନ୍ସ ସ୍କୋର 1 ୟୁନିଟ୍ 1 2 ମାର୍କ କ୍ୱେଶ୍ଚିନ୍। 1. ରାଜନୀତି ଚିନ୍ତନ କାହାକୁ କୁହାଯାଏ? ରାଜନୀତି ଚିନ୍ତନ ହେଉଛି ଏକ ନିର୍ଦ୍ଦିଷ୍ଟ ସମୟରେ ସମସ୍ତ ରାଷ୍ଟ୍ରରେ ବା ରାଜନୈତିକ ସମୁଦାୟ ରାଜନୈତିକ ଜୀବନ ସମ୍ପର୍କରେ ଧାରଣା ଅଭିମତ। କୌଣସି ରାଜନୈତିକ ବ୍ୟବସ୍ଥା, ନୀତି ବା କାର୍ଯ୍ୟକ୍ରମ ସପକ୍ଷ ବା ବିପକ୍ଷରେ ଦିଆଯାଇଥିବା ସାଧାରଣ ଅଭିମତ ହିଁ ରାଜନୀତି ଚିନ୍ତନ। ନମ୍ବର 2. ରାଜନୈତିକ ଆଦର୍ଶ କହିଲେ କ'ଣ ବୁଝ? ନା, ରାଜନୈତିକ ଆଦର୍ଶ କହିଲେ କେତେକ ନୀତି ବା ପରମ୍ପରା ପ୍ରତି ଥିବା ଆସ୍ଥା ବା ବିଶ୍ୱାସକୁ ବୁଝାଏ। ଏହା ଯୁକ୍ତିଯୁକ୍ତ ହୋଇପାରେ ବା ନପାରେ। ଉଦାହରଣ ସ୍ୱରୂପ, ଫାସିବାଦରେ ଥିବା ଜାତିଗତ ଶ୍ରେଷ୍ଠତ୍ୱ ଭାବନା ବା ବୀର ପୂଜନ ଏବଂ ମାର୍କ୍ସବାଦର ଶ୍ରେଣୀହୀନ ସମାଜ ବ୍ୟବସ୍ଥା। ନମ୍ବର 3. ରାଜନୀତି ତତ୍ତ୍ୱ କିପରି ରାଜନୀତି ବିଜ୍ଞାନକୁ ସମୃଦ୍ଧ କରିଥାଏ? ନା, କିପରି? ଏହି ତତ୍ତ୍ୱ ବେଳ ନୂତନ ଧାରଣା, ଢାଞ୍ଚା ଓ ସିଦ୍ଧାନ୍ତ ପ୍ରଦାନ କରି ନଥାଏ। ଏହା ପ୍ରଚଳିତ ପୁରାତନ ତତ୍ତ୍ୱ ଓ ବ୍ୟବସ୍ଥାର ତ୍ରୁଟି ସବୁକୁ ସମାଲୋଚନା ମଧ୍ୟ କରିଥାଏ। ଏହାଦ୍ୱାରା ରାଜନୈତିକ ବ୍ୟବସ୍ଥା, ଆଇନ ଅନୁଷ୍ଠାନଗୁଡ଼ିକରେ ଦକ୍ଷତା ବୃଦ୍ଧି ପାଏ। ବ୍ୟକ୍ତିର ଜୀବନକୁ ସରସ ସୁନ୍ଦର କରିବା ଦିଗରେ ରାଜନୀତି ତତ୍ତ୍ୱର ଉଲ୍ଲେଖନୀୟ ଅବଦାନ ରହିଛି। ନମ୍ବର 4. ମାର୍କ୍ସଙ୍କ ଶ୍ରେଣୀ ସଂଘର୍ଷ ଉପରେ ଆଲୋକପାତ କର। ନା, ଶ୍ରେଣୀ ଓ ଶ୍ରେଣୀ ସଂଘର୍ଷ ଅନୁଧ୍ୟାନ ନ କରି ରାଜନୀତିକୁ ବୁଝିବା ସମ୍ଭବ ନୁହେଁ। ପରସ୍ପର ବିରୋଧୀ ଗୋଷ୍ଠୀ ମଧ୍ୟରେ ବିବାଦକୁ ରାଜନୈତିକ ସମାଧାନ କରିବା ସମ୍ଭବ ନୁହେଁ ବୋଲି ସେ ଯୁକ୍ତି କରିଛନ୍ତି। ମାର୍କ୍ସ ଏହି ଶ୍ରେଣୀ ସଂଘର୍ଷ ସମାଧାନ ପାଇଁ ଶ୍ରେଣୀଗୁଡ଼ିକୁ ଉଚ୍ଛେଦ କରିବା ଯୁକ୍ତି କରିଛନ୍ତି ଏବଂ ଏହାପରେ ରାଷ୍ଟ୍ର ଓ ରାଜନୀତି ତତ୍ତ୍ୱ ବିଲୟ ହୋଇଯିବ ବୋଲି ଯୁକ୍ତି କରିଛନ୍ତି। ନମ୍ବର 8. ରାଜନୀତି ତତ୍ତ୍ୱ କିପରି ସୃଷ୍ଟି ହୋଇଥାଏ? ହାଉ ଟୁ ପଲିଟିକାଲ ଥିଓରି କ୍ରେଡିଟେଡ୍? ନା, ରାଜନୀତି ତତ୍ତ୍ୱ ଦାର୍ଶନିକ ଓ ବୈଜ୍ଞାନିକ ଯୁକ୍ତି ନେଇ ସୃଷ୍ଟି ହୋଇଥାଏ। ପୁରାତନ ତତ୍ତ୍ୱଗୁଡ଼ିକ ଦାର୍ଶନିକ ଯୁକ୍ତି ଭିତ୍ତିକ ହୋଇଥିଲା ବେଳେ ଆଧୁନିକ ରାଜନୀତି ତତ୍ତ୍ୱ ବୈଜ୍ଞାନିକ ଯୁକ୍ତି ଉପରେ ଆଧାରିତ। ଏହା ରାଷ୍ଟ୍ର ଉତ୍ପତ୍ତିର ଓ ପ୍ରକୃତି ସମ୍ପର୍କରେ ଅନୁଧ୍ୟାନ କରେ। ଏହା ମଧ୍ୟ ରାଜନୈତିକ ଧାରଣା, ରାଜନୈତିକ ବିକାଶ ବିଷୟରେ ଅନୁସନ୍ଧାନ କରିଥାଏ। ନମ୍ବର 6. ପାରମ୍ପରିକ ରାଜନୀତି ତତ୍ତ୍ୱ ଅବକ୍ଷୟର କାରଣ ଲେଖ। ନା, ୟୁରୋପ ନବଜାଗରଣ ଓ ସଂସ୍କାର ଆନ୍ଦୋଳନ ପ୍ରସାର ପରେ ପାରମ୍ପରିକ ରାଜନୀତି ତତ୍ତ୍ୱ ଅବକ୍ଷୟ ହେଲା ଏବଂ ଉଦାରବାଦୀ ରାଜନୀତି ତତ୍ତ୍ୱ ଜନ୍ମ ହେଲା। 7. ପାରମ୍ପରିକ ରାଜନୀତି ତତ୍ତ୍ୱ ଲକ୍ଷ୍ୟ କ'ଣ? ନା, ପାରମ୍ପରିକ ରାଜନୈତିକ ତତ୍ତ୍ୱ ଆଦର୍ଶ ରାଷ୍ଟ୍ର ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରକାଶ କଲେ ଏବଂ ବର୍ତ୍ତମାନ ଅପେକ୍ଷା ଭବିଷ୍ୟତ ଧର୍ମ ପରିକଳ୍ପନା କରିଥାଏ। ନମ୍ବର 8. ରାଜନୈତିକ ତତ୍ତ୍ୱ ସାର୍ବଜନୀନ ଅଟେ ପରୀକ୍ଷା କର। ନା, ଏହା କୌଣସି ନିର୍ଦ୍ଦିଷ୍ଟ ରାଷ୍ଟ୍ର ବା ସମାଜ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ସମଗ୍ର ମାନବିକତା ପାଇଁ ପ୍ରୟୋଜନ। ଉଦାହରଣ ବଶତଃ, ଗଣତନ୍ତ୍ର ବା ଜାତୀୟତାବାଦ ଅଥବା ସାମ୍ୟବାଦର କୌଣସି ଗୋଟିଏ ରାଷ୍ଟ୍ର ପାଇଁ ସୃଷ୍ଟି ହୋଇନାହିଁ, ତେଣୁ ଏହା ସାର୍ବଜନୀନ ଅଟେ। ହଉ, ନେକ୍ସଟ ଭିଡ଼ିଓରେ ଆପଣଙ୍କର 3 ମାର୍କିଆ କ୍ୱେଶ୍ଚିନ୍ ଆସିବ ଏଇ କୋର 1ର ୟୁନିଟ୍ 1। ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିଦେବେ ଭିଡ଼ିଓଟି ଭଲ ଲାଗିଲା।